ଲଭ୍ ଲାଇଫ୍ ଅଥବା ପ୍ରେମ ସମ୍ପର୍କରେ ରହିଥିବା କନ୍ୟା ରାଶି ଜାତକଙ୍କ ପାଇଁ ସୁବର୍ଣ୍ଣ ସମୟର ଅୟମାରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରେମ ବିବାହ କରିବା ପାଇଁ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ କାହାରି କଥା ଶୁଣିବେ ନାହିଁ। ନିଜ ଜିଦ୍ରେ ଅଟଳ ରହିବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2026 ମସିହା ପାଇଁ କନ୍ୟା ରାଶି ଉପରେ ନ୍ୟାୟ ଓ କର୍ମଫଳଦାତା ମହାଗ୍ରହ ଶନିଦେବଙ୍କର ପ୍ରଭାବ କିପରି ରହିବ? ଶନି ମହାଗ୍ରହଙ୍କର ପ୍ରଭାବରୁ କନ୍ୟା ରାଶି ଜାତ ବ୍ୟକ୍ତି ପରିଶ୍ରମୀ, ଅନୁଶାସନପ୍ରିୟ ଏବଂ ଶୃଙ୍ଖଳିତ ଜୀବନ ଯାପନ କରିବେ। କ୍ୟାରିୟର ଓ ଆର୍ଥିକ କ୍ଷେତ୍ରରେ ଉତ୍ତରୋତ୍ତର ଉନ୍ନତି ଦେଖାଯିବ। ଶନି ମହାଗ୍ରହ କନ୍ୟା ରାଶିର ସପ୍ତମ ଭାବ ମୀନ ରାଶିରେ 2026 ମସିହା ବର୍ଷ ସାରା ଅବସ୍ଥାନ କରିବେ। ଶନିଙ୍କର ସପ୍ତମ ଦୃଷ୍ଟି ନିଜର ମିତ୍ର ବୁଧ ମହାଗ୍ରହଙ୍କ ରାଶି କନ୍ୟା ରାଶି ଉପରେ ରହୁଥିବାରୁ 2026 ମସିହା ବର୍ଷଟି କନ୍ୟା ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଧନ ଭାବରେ ବୃଦ୍ଧି କରାଇବ। ଗୋଚରରେ ଶନି ଓ ବୁଧ ଉଭୟ ଗ୍ରହ ସମ୍ପର୍କିତ ହେଲେ ଅଚାନକ ଭାବେ ବିପୁଳ ଧନଲାଭ ହେବ। କ୍ୟାରିୟର କ୍ଷେତ୍ରରେ ଉନ୍ନତି କରିବା ପାଇଁ ବିଶେଷ ସୁଯୋଗ ଆସିବ। କର୍ମରେ ସଫଳତା ମିଳିବ। ବାଣିଜ୍ୟ ବ୍ୟବସାୟ ହେଉ ଅଥବା ଚାକିରି ହେଉ, ଉଭୟ କ୍ଷେତ୍ରରେ କିନ୍ତୁ ଶନିଙ୍କ ପ୍ରଭାବରୁ ବହୁତ ଅଧିକା ପରିଶ୍ରମ କରିବାକୁ ପଡ଼ିବ। ଶନି ଆପଣଙ୍କୁ ଇଣ୍ଟ୍ରୋଭର୍ଟ ଅର୍ଥାତ୍ ଅନ୍ତର୍ମୁଖୀ ସ୍ୱଭାବର କରାଇବେ। ଏକାନ୍ତ ପ୍ରିୟ ହେବେ। ସିଦ୍ଧାନ୍ତବାଦୀ ହେବା ସଙ୍ଗେ ସଙ୍ଗେ ନିଜ କର୍ମକୁ ପ୍ରାଥମିକତା ଦେବେ। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ 2026 ମସିହାରେ ଶିକ୍ଷା କ୍ଷେତ୍ରରେ ବିଶେଷ କୃତିତ୍ୱ ପ୍ରଦର୍ଶନ କରିବେ। ଉଚ୍ଚ ଶିକ୍ଷା ପାଇଁ ପଶ୍ଚିମ ଦିଗକୁ ଯାତ୍ରା କରିବେ। ପ୍ରେମ ସମ୍ପର୍କରେ ରହିଥିବା କନ୍ୟା ରାଶି ଜାତକଙ୍କ ପାଇଁ ସୁବର୍ଣ୍ଣ ସମୟର ଆରମ୍ଭ ହୋଇଛି। ବିବାହ କ୍ଷେତ୍ରରେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ କାହାରି କଥା ଶୁଣିବେ ନାହିଁ। ନିଜ ଜିଦ୍ରେ ଅଟଳ ରହିବେ। କିନ୍ତୁ ବାଦ ବିବାଦରେ ନ ପଶିବା ଭଲ ହେବ। ପରିବାର ଭିତରେ ଭ୍ରାତୃ ବିବାଦ ଦେଖାଯିବ। ଜାଗା ବାଡ଼ିକୁ କେନ୍ଦ୍ର କରି କଳି ଝଗଡ଼ା ହେବା ସହିତ ସମ୍ପର୍କରେ ଅବନତି ଦେଖାଯିବ। ଶନିଦେବଙ୍କ ପ୍ରଭାବରୁ ଶତ୍ରୁ ବୃଦ୍ଧି ହେବେ ସତ, କିନ୍ତୁ ଶତ୍ରୁ ଉପରେ ବିଜୟ ପ୍ରାପ୍ତ ମଧ୍ୟ କରିବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ 2026 ମସିହା କନ୍ୟା ରାଶି ପାଇଁ ଶୁଭ ଫଳ ପ୍ରଦାନ ନ କରିବାର ବହୁତ ସମ୍ଭାବନା। ମାନସିକ ଦୁଶ୍ଚିନ୍ତା ବଢ଼ିବ। ଅବସାଦଗ୍ରସ୍ତ ରହିବେ। ବହୁତ ଅଧିକା ଚିନ୍ତା କରିବାରୁ ବିରତ ନ ରହିଲେ ମାନସିକ ରୋଗର ଶିକାର ହୋଇପାରନ୍ତି। ସ୍ନାୟୁବିକ ଦୁର୍ବଳତା ଦେଖାଯିବ। ଶନି ମହାଗ୍ରହଙ୍କ ପ୍ରଦତ୍ତ ଏସବୁ ନକାରାତ୍ମକ ବା ନେଗେଟିଭ୍ ପ୍ରଭାବରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳଦାନ କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିସା ପାଠ କଲେ ବହୁତ ସୁଫଳ ମିଳିଥାଏ। ଶ୍ରୀକ୍ଷେତ୍ରରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କନ୍ୟା ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।